ଫକୀରମୋହନଙ୍କ ନାୟିକା ଲକ୍ଷ୍ମା। କଥା ସମ୍ରାଟ ଫକୀରମୋହନ ସେନାପତିଙ୍କ ଲକ୍ଷ୍ମା ଉପନ୍ୟାସର ନାୟିକା ଲକ୍ଷ୍ମା ଏକ ସୁନ୍ଦରୀ ସ୍ତ୍ରୀ। 1803 ଖ୍ରୀଷ୍ଟାବ୍ଦରେ ରଚିତ ଐତିହାସିକ ଉପନ୍ୟାସ ଲକ୍ଷ୍ମା ଉପନ୍ୟାସର ନାୟିକା ସେ। ବାଦଲ ସିଂର ପତ୍ନୀ, ଏକ ଆଦର୍ଶ ସ୍ତ୍ରୀ, ସତୀ ଲକ୍ଷ୍ମୀ ବୀରା ନାରୀ। ମରହଟ୍ଟାବର୍ତ୍ତୀ ଆକ୍ରମଣ ସମୟର ଘଟଣା। ଗୋଡ଼ିକା ରାହାଜାନୀ ସମୟରେ ଲକ୍ଷ୍ମା ପତି, ପିତା ଓ ପରିବାରକୁ ହରାଇଥିଲା। ଏକ ତୀର୍ଥଯାତ୍ରୀ ଦଳରେ ଯାଇ ଲକ୍ଷ୍ମା ଏହି ଅସୁବିଧାରେ ପଡ଼ିଛି। ମାନ୍ଧାତା ସାଧୁଙ୍କ ସ୍ତ୍ରୀ ତାକୁ ଆଶ୍ରୟ ଦେଇଛନ୍ତି। ରୂପରେ ସୁକୁମାରୀ, ଗୁଣରେ ଲାବଣ୍ୟବତୀ, କିନ୍ତୁ ଦୁଃଖ ବିପଦ ତାକୁ ଡରେଇ ପାରିନି। ପୁରୁଷ ବେଶ ଧରି ପାନରା ସାଜି ସେ ବର୍ଗୀ ଓ ନବାବ ସୈନ୍ୟଙ୍କ ମଧ୍ୟରେ ଚଳପ୍ରଚଳ ହୋଇଛି। ଦେଶ ଜାତିର ଶତ୍ରୁ ପିତୃହନ୍ତା ଭାସ୍କର ପଣ୍ଡିତଙ୍କୁ ହତ୍ୟା କରିଛି ଓ ସ୍ୱାମୀଙ୍କୁ ପାଇଛି। ଆଶ୍ରୟଦାତା ମାନ୍ଧାତା ସାଆନ୍ତ ବର୍ଗୀ ଆକ୍ରମଣରେ ପଡ଼ିଛନ୍ତି ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମାକୁ କିଛି ସୁନାମୋହର ଦେଇ ବାହାରକୁ ପଠାଇ ଦେଇଛନ୍ତି। ଲକ୍ଷ୍ମା ଆତ୍ମହତ୍ୟା କରିବାକୁ ଚେଷ୍ଟା କଲାବେଳେ ଦୈବୀଶକ୍ତି ତାକୁ ପ୍ରେରଣା ଦେଇଛି। ମା ଓ ଶାଶୁଙ୍କ କଣ୍ଠସ୍ୱର ଶୁଭିଛି। ଦେବୀ ଆଶୀର୍ବାଦ କରନ୍ତି ଲକ୍ଷ୍ମାକୁ। ଲକ୍ଷ୍ମା ଭାବେ, ଦୁର୍ଘଟଣା ସତୀମାନଙ୍କର ପରୀକ୍ଷା। ସତୀମାନେ ବିପଦ ସମୟରେ ଧୈର୍ଯ୍ୟ ବିଚ୍ୟୁତି ହୁଅନ୍ତି ନାହିଁ। ସତୀଧର୍ମ ସତୀମାନଙ୍କ ରକ୍ଷାକାରୀ। ସତୀମାନେ ଅସାଧ୍ୟ ସାଧନ କରନ୍ତି। ନାରୀକୁ ପୁନଶ୍ଚ ଭାବିଛି, ମୁଁ କାହିଁକି ଆତ୍ମଘାତିନୀ ହୋଇ ଜୀବନକୁ କଳଙ୍କିତ କରିବି। ଲକ୍ଷ୍ମା ତାର ପୂର୍ବବଂଶ ପରମ୍ପରା କଥା ଭାବି ପଦ୍ମିନୀ ଓ ଅନ୍ୟାନ୍ୟ ସତୀନାରୀଙ୍କ କଥା ଭାବିଛି। ନାରୀକୁ ସତୀ ରଖେ ପତିର ପ୍ରେମ। ବାଦଲ ସିଂ ମଧ୍ୟ ଏକ ପତ୍ନୀ ବ୍ରତ ଧାରଣ କରିଛି। ଦୁଇଟି କର୍ତ୍ତବ୍ୟ ସାଧନ ଲକ୍ଷ୍ମାର ଲକ୍ଷ୍ୟ। ପ୍ରଥମ ସ୍ୱାମୀଙ୍କ ଅନ୍ୱେଷଣ, ଦ୍ୱିତୀୟ ପିତୃହନ୍ତାର ବଧ ସାଧନ। ପାନରା ସାଜି ପୁରୁଷ ବେଶରେ ମରହଟ୍ଟା ବର୍ଗୀ ଓ ଭାସ୍କର ପଣ୍ଡିତଙ୍କୁ ସେ ଅନୁସରଣ କରିଛି। ଏହି ଯୁଦ୍ଧକ୍ଷେତ୍ରରେ ପତି ବାଦଲ ସିଂ ଓ ସେ ମିଶି ଭାସ୍କର ପଣ୍ଡିତଙ୍କୁ ବଧ କରିଛନ୍ତି। ସେ ସ୍ୱାମୀକୁ ପାଇଛି ଓ ଗୟାତୀର୍ଥରେ ସେମାନଙ୍କର ମିଳନ ହୋଇଛି। ଲକ୍ଷ୍ମା ଏକ ସୁନ୍ଦରୀ ନାୟିକା, ବୀର ନାରୀ, ସାହସିନୀ ମହିଳା, ଫକୀରମୋହନ ସେନାପତିଙ୍କ ଏକ ଅମୂଲ୍ୟ ସୃଷ୍ଟି। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।